ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖ ସକାଳୁ ସକାଳୁ ଆଜି ପିଲାମାନଙ୍କୁ ଭଲ ଲାଗିଲାନି, ଘର ଅସନା ହେଇଥିଲା। ଏଠି ମୋ ବଡ଼ ପୁଅ ଘରେ ପୋଛ ମାରୁଛି, ଏଠି ସାନ ପୁଅ ଛିଡ଼ା ହେଇଛି, ଦେଖିଦିଅ। କାଲି ରାତିରେ ରାଗିକି କେହି ଖାଇନାହାନ୍ତି। ପୁଅ ଏଇଟା ତୋ ଡାଲମା, ଏଇଟା ତୋ ଡାଲମା। କାଲି ରାତିରେ କେହି ଖାଇଲେନି, ଲେଟ୍ ହେଇଗଲା। ପିଲାମାନେ ସେମିତି ଦୁଇ ଜଣ ଯାକ ଶୋଇପଡ଼ିଥିଲେ। ସକାଳୁ ମୋ ଦୋକାନରେ ଚା କାମ ସାରିକି ଆସି ଦେଖିଲା ଆସିକି ମୋ ପୁଅ ଘର ପୋଛ ମାରୁଛି, ଅସନା ମସନା ହେଇଥିଲା। ଏଇ ଟାଇପ୍ର ଜୀବନଯାପନ କରୁଛୁ। এই ঘরটা ବି ପୋଛ ମାରି ଦେଇଛି। ଏ ଘର ପୋଛ ମରା ହେଇ କମ୍ପ୍ଲିଟ୍ ହେଇଯାଇଛି। ଏମିତି ଆମକୁ ଜୀବନଯାପନ କରିବାକୁ ପଡ଼ୁଛି। ବହୁତ କଷ୍ଟ ଜୀବନରେ ସହିଲୁଣି ଆମେ ବାପ ପୁଅ ତିନି ଜଣ। କାହିଁକି ଭଗବାନ ଏତେ ନିଷ୍ଠୁର ଆମ ଉପରେ, ସେ କଥା ମୁଁ କହିପାରିବିନି। ପିଲା ଦୁଇଟା ସକାଳୁ ଉଠିଲା ମାନେ ତାଙ୍କର ଯେତିକି କର୍ତ୍ତବ୍ୟ ଅଛି ସେତିକି କରିଚାଲୁଛନ୍ତି। କ'ଣ ଆଉ କରିପାରିବିନି। ଘର ଦୁଇ ଜଣ ଯାକ ପୋଛାପୋଛି କରି ସକାଳୁ ମୁଁ ଦୋକାନ 5ଟା ବେଳକୁ ଚା କରି ଖୋଲିକି ଆସିଲା ବେଳକୁ ସମୟ ବର୍ତ୍ତମାନ 5ଟା 45 ହେଇଛି। କିନ୍ତୁ ମୋ ପିଲା ଦୁଇ ଜଣ ଯାକ ଉଠିକି, ମୁଁ ଆସି ଦେଖିଲି ଉଠିଛନ୍ତି କି ନାହିଁ। ଉଠିକି ଆଜି ସବୁ ସଫାସୁତୁରା କରି ପୋଛାସୁଛା କରିସାରିଲେଣି। ଆଜି ହେଉଛି ପ୍ରଥମାଷ୍ଟମୀ। ମୋ ପୁଅ ପୋରୁହାଁ ହେଇଥାନ୍ତା, ଆମର ତ ହେବନି ଏ ବର୍ଷ, ଯେହେତୁ ତା ମାମା ଆମକୁ ଛାଡ଼ି ଚାଲିଯାଇଛି। ଆସନ୍ତା ବର୍ଷକୁ ହେବ। ଆଉ କ'ଣ କହିବି, ମୋ ସଂସାର ତ ଏଇଭଳି, ବେଶୀ କିଛି କହୁନି। ଆପଣଙ୍କୁ ଭଲ ଲାଗିଲେ ଭିଡ଼ିଓଟି ସେୟାର କରିବେ, କମେଣ୍ଟ କରିବେ। ଖରାପ ଲାଗିଲେ ଗାଳି ଦେବେ। ସବୁକିଛି ସହିଯାଇଛି ମୋ ଜୀବନରେ, ଯାହା ବି କହିବେ ସବୁ ସହିବାକୁ ପ୍ରସ୍ତୁତ ବି ଅଛି। ଏତିକି କହି ରହୁଛି। ଜୟ ଜଗନ୍ନାଥ। ଭଗବାନ ଆପଣଙ୍କର ଆଜିର ଦିନଟି ସୁରୁଖୁରୁରେ କାଟନ୍ତୁ, ହସ ଖୁସିରେ ଭରିଦେବେ। ଏତିକି ହିଁ ଜଗନ୍ନାଥଙ୍କ କାମନା। ରହୁଛି, ନମସ୍କାର।